ରାଧେ ଶ୍ୟାମ। ତ ଫ୍ରେଣ୍ଡସ୍, ଆଜି କିଛି ନୂଆ ଜ୍ଞାନ ନେବା ଚାଲନ୍ତୁ। ଏତଦ୍ ୟନିନି ଭୂତାନି ସର୍ବାଣି ତ୍ୟୁପଧାରୟ ଅହଂ କୃଷ୍ଣସ୍ୟ ଜଗତ ପ୍ରବହ ପ୍ରଳୟସ୍ତତା। ହେ ଅର୍ଜୁନ, ଏହିପରି ଜାଣିବା ଉଚିତ ଯେ ସମ୍ପୂର୍ଣ୍ଣ ଭୂତ ଏତଦ୍ୟନିନି ଏହି ମହାପ୍ରକୃତି ଠାରେ ଅର୍ଥାତ୍ ପରା ଓ ଅପରା ପ୍ରକୃତି ଠାରୁ ହିଁ ଉତ୍ପନ୍ନ ହୋଇଥାଏ। ଏହି ଦୁଇଟି ହିଁ એકમાત્ર ଯୋନି ଅଟେ। ମୁଁ ସମ୍ପୂର୍ଣ୍ଣ ଜଗତର ଉତ୍ପତ୍ତି ଓ ପ୍ରଳୟ ରୂପ ଅଟେ, ଅର୍ଥାତ୍ ମୁଁ ହିଁ ମୂଳ କାରଣ ଅଟେ। ମୋ ଠାରୁ ହିଁ ଜଗତର ଉତ୍ପତ୍ତି ଓ ପ୍ରଳୟ ଅର୍ଥାତ୍ ବିଲୟ ମଧ୍ୟ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ପ୍ରକୃତି ବିଦ୍ୟମାନ ଥିବ ସେ ପର୍ଯ୍ୟନ୍ତ ମୁଁ ହିଁ ତାର ଉତ୍ପତ୍ତି ଅଟେ ଏବଂ ଯେତେବେଳେ କୌଣସି ମହାପୁରୁଷ ପ୍ରକୃତି ଠାରୁ ପାର ହୋଇଥାନ୍ତି ସେତେବେଳେ ମୁଁ ହିଁ ମହାପ୍ରଳୟ ହୋଇଥାଏ, ଯାହା ଅନୁଭବରେ ଆସିଥାଏ। ସୃଷ୍ଟିର ଉତ୍ପତ୍ତି ଓ ପ୍ରଳୟର ପ୍ରଶ୍ନକୁ ମାନବ ସମାଜ କୌତୂହଳ ବଶ ଦେଖାଇଥାନ୍ତି। ବିଶ୍ୱର ଅନେକ ଶାସ୍ତ୍ରରେ ଏହାକୁ ଯେକୌଣସି ଉପାୟରେ ବୁଝାଇବାକୁ ପ୍ରୟାସ କରି ଆସୁଛନ୍ତି। କିଏ କହିଥାଏ ପ୍ରଳୟରେ ସଂସାର ବୁଡ଼ିଯାଇଛି। ଅନ୍ୟ କାହାର ଅନୁସାରେ ସୂର୍ଯ୍ୟ ଏତେ ତଳକୁ ଆସିଯାଇଥାଏ, ପୃଥିବୀ ଜଳି ଯାଇସାରିଥାଏ। ଅନ୍ୟ କିଏ କାହାକୁ କାୟାମତ କହିଥାନ୍ତି ଯେ ଏହି ଦିନ ସମସ୍ତଙ୍କର ନିର୍ଣ୍ଣୟ ଶୁଣାଇଥାନ୍ତି। ଅନ୍ୟ କେହି ନିତ୍ୟ ପ୍ରଳୟ, ନୈମିତ୍ତିକ ପ୍ରଳୟର ଗଣନାରେ ବ୍ୟସ୍ତ। କିନ୍ତୁ ଯୋଗେଶ୍ୱର ଶ୍ରୀକୃଷ୍ଣ ଅନୁସାରେ ପ୍ରକୃତି ଅନାଦି ପରିବର୍ତ୍ତନଶୀଳ, କିନ୍ତୁ ଏହା ନଷ୍ଟ ହେବ କେବେ ବି ନଷ୍ଟ ହୋଇନଥାଏ। ଭାରତୀୟ ଧର୍ମଗ୍ରନ୍ଥାନୁସାରେ ରାଜା ମନୁ ପ୍ରଳୟ ଦେଖିଥିଲେ। ଏହାଙ୍କ ସହିତ 11 କଣ ଋଷି ମତ୍ସ୍ୟ ଶିଙ୍ଗରେ ନାବ ବାନ୍ଧି ହିମାଳୟର ଏକ ଉତ୍ତୁଙ୍ଗ ଶିଖରର ଶରଣ ନେଇଥିଲେ ଓ ଲୀଳାକାର ଶ୍ରୀକୃଷ୍ଣ ଉପଦେଶ ଏବଂ ଜୀବନ ସମ୍ବନ୍ଧିତ ତାଙ୍କ ସମକାଳୀନ ଶାସ୍ତ୍ର ଭାଗବତରେ ମୁର୍କୁଣ୍ଡ ମୁନିଙ୍କ ପୁତ୍ର ମାର୍କଣ୍ଡେୟଙ୍କ ଦ୍ୱାରା ପ୍ରଳୟକୁ ସ୍ୱଚକ୍ଷୁରେ ଦେଖିବା ଦୃଶ୍ୟ ପ୍ରସ୍ତୁତ ହୋଇଛି। ସେ ହିମାଳୟର ଉତ୍ତରରେ ଥିବା ପୁଷ୍ପଭଦ୍ରା ନଦୀ ତଟରେ ରହୁଥିଲେ ଓ ଭାଗବତର ଦ୍ୱାଦଶ ସ୍କନ୍ଧର ଅଷ୍ଟମ ଓ ନବମ ଅଧ୍ୟାୟ ଅନୁସାରେ ସୌନକାଦି ଋଷିମାନେ ସୂତଙ୍କୁ ପଚାରିଲେ ଯେ ମାର୍କଣ୍ଡେୟ ମହାପ୍ରଳୟରେ ବଟବୃକ୍ଷର ପତ୍ରରେ ଭଗବାନଙ୍କ ବାଳ ମୁକୁନ୍ଦଙ୍କୁ ଦର୍ଶନ କରିଥିଲେ, କିନ୍ତୁ ସେ ତ ଆରମ୍ଭ ହିଁ ବଂଶରେ ଥିଲେ, ଆମ୍ଭଠାରୁ କିଛି ସମୟ ପୂର୍ବରୁ ହୋଇଥିଲେ। ତାଙ୍କର ଜନ୍ମ ପରେ ନା ତ କୌଣସି ପ୍ରଳୟ ହୋଇଥିଲା ନା ସୃଷ୍ଟି ବୁଡ଼ି ଯାଉଥିଲା। ସବୁକିଛି ଯଥାବତ୍ ରହିଛି। ତେବେ ସେ କିପରି ପ୍ରଳୟ ଦେଖିଥିଲେ? ସୂତଜୀ କହିଲେ ଯେ ମାର୍କଣ୍ଡେୟଙ୍କ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଭଗବାନ ନାରାୟଣ ତାଙ୍କୁ ଦର୍ଶନ ଦେଲେ ଓ ମାର୍କଣ୍ଡେୟ ସ୍ୱୟଂ ଜୀ କହିଲେ ଯେ ମୁଁ ଆପଣଙ୍କ ସେହି ମାୟା ଦେଖିବାକୁ ଚାହୁଁଛି ଯାହାଦ୍ୱାରା ପ୍ରେରିତ ହୋଇ ଏହି ଆତ୍ମା ଅନନ୍ତ ଯୋନିରେ ଭ୍ରମଣ କରିଥାଏ। ଭଗବାନ ତାହାଙ୍କ ବାଣୀକୁ ସ୍ୱୀକାର କଲେ ଏବଂ ଦିନେ ଯେତେବେଳେ ମୁନି ନିଜର ଆଶ୍ରମରେ ଭଗବାନଙ୍କ ଚିରନ୍ତରେ ତନ୍ମୟ ହୋଇଥିଲେ, ତେବେ ତାଙ୍କୁ ଦେଖାଗଲା କି ଚାରିଆଡ଼ୁ ସମୁଦ୍ର ତାଙ୍କ ଆଡ଼କୁ ମାଡ଼ି ଆସୁଛି। ସେଥିରେ କୁମ୍ଭୀର ଡେଉଁଥିଲେ ଏବଂ ସେମାନଙ୍କ କବଳରେ ଋଷି ମାର୍କଣ୍ଡେୟ ମଧ୍ୟ ଆସୁଥିଲେ। ସେ ବଞ୍ଚିବା ନିମନ୍ତେ ଏପଟ ସେପଟେ ହାତଗୋଡ଼ ପିଟି ପ୍ରୟତ୍ନ କରୁଥିଲେ। ଆକାଶ, ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ରମା, ସ୍ୱର୍ଗ, ଜ୍ୟୋତିଷମଣ୍ଡଳ ସମସ୍ତେ ସେହି ସମୟରେ ବୁଡ଼ିଗଲେ। ଏହି ସମୟ ବ୍ୟବଧାନରେ ମାର୍କଣ୍ଡେୟଙ୍କୁ ଗୋଟିଏ ବଟବୃକ୍ଷ ଓ ତାଙ୍କ ପତ୍ରରେ ଗୋଟିଏ ଶିଶୁ ଦିଶିଲେ।
ଶ୍ୱାସ ସହିତ ମାର୍କଣ୍ଡେୟ ମଧ୍ୟ ସେହି ଶିଶୁକୁ ଉଦରକୁ ଚାଲିଗଲେ ଏବଂ ନିଜର ଆଶ୍ରମ ସୂର୍ଯ୍ୟମଣ୍ଡଳ ସହିତ ସୃଷ୍ଟିକୁ ଉଦର ଭିତରେ ପାଇଲେ। ପୁନର୍ପ୍ରଶ୍ୱାସ ସହିତ ସେହି ଶିଶୁକୁ ଉଦରରୁ ବାହାରକୁ ଆସିଲେ ଓ ନେତ୍ର ଖୋଲିବା ପରେ ମାର୍କଣ୍ଡେୟକୁ ନିଜକୁ ସେହି ଆଶ୍ରମରେ ନିଜର ଆସନ ଉପରେ ବସିଥିବାର ପାଇଲେ। ସ୍ପଷ୍ଟ ହେଉଛି ଯେ ଗୋଟିଏ ବର୍ଷ ଭୋଜନ ପଶ୍ଚାତ୍ ସେହି ମୁନି ଈଶ୍ୱରୀୟ ଦୃଶ୍ୟକୁ ନିଜ ହୃଦୟରେ ଦର୍ଶନ କଲେ ଓ ଅନୁଭବରେ ଦେଖିଲେ ବାହାରେ ସବୁକିଛି ଯଥାବତ୍ ଥିଲା। ଅତ ପ୍ରଳୟ ଯୋଗୀଙ୍କ ହୃଦୟରେ ଈଶ୍ୱରଙ୍କ ଠାରୁ ମିଳିଥିବା ଅନୁଭବ ମାତ୍ର। ଭଜନର ପର୍ତ୍ତୁକାଳରେ ଯୋଗୀଙ୍କ ହୃଦୟରେ ସଂସାରର ପ୍ରବାହ ନଷ୍ଟ ହୋଇ ଅବ୍ୟକ୍ତ ପରମାତ୍ମା ହିଁ ଶେଷ ହୋଇଥାଏ। ଏହା ହିଁ ପ୍ରଳୟ ଅଟେ। ବାହାରରେ ପ୍ରଳୟ ହୋଇନଥାଏ। ମହାପ୍ରଳୟ ଶରୀର ଥାଉ ଥାଉ ଅଦ୍ୱିତୀୟ ଅନିବର୍ତ୍ତନୀୟ ସ୍ଥିତି ଅଟେ। ଏହା କ୍ରିୟାତ୍ମକ ଅଟେ। କେବଳ ବୁଦ୍ଧି ଦ୍ୱାରା ନିଶ୍ଚୟ ନେଉଥିବା ବ୍ୟକ୍ତି ଭ୍ରମକୁ ସୃଜନ କରିଥାନ୍ତି। ତ ସେତିକି ରଖିବା। ଆଗକୁ ପୁଣି ନୂଆ ଭିଡ଼ିଓରେ ମୁଁ ଆପଣଙ୍କୁ କିଛି ନୂଆ ଜ୍ଞାନ ଦେବି। ତ ଭିଡ଼ିଓ ଯଦି ପସନ୍ଦ ଆସୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ।